सजन काम्यक बनरे गोटाए पत्थर पड़िथिला प्रभुंकर पदर स्पर्श हवा मात्रे गोटाए दिव्य शिलारे रूपांतरित होला अहल्या उद्धार प्रसंग आपणमाने श्रवण करिछन खाली सेतिके नुह कपिल रे मने पका विश्व पावन अनंत कोटि ब्रह्मांड कर्ता भगवान राम सांगरे अक्षंति लक्ष्मण गुरु विश्वामित्र गंगा निकट रे पहुंची चंती उछुली प्लावित होउची गंगा उद्धार पाइबार बाटटा नाही देखिले अपर पार्श्वरे बसिची कैवर्त धीवर डाकिले नाउरी की नाउरी जमा सुनिला लक्ष्मण डाकुछम दी बड्ड पाटी रे नाउरी रे ए नाउरी ए नाबो ए पाटी कोना में सफर की जिमो एडे बडो नाउरी पो होई ओ नाउरी पो होई ए नाउरी पो ए नाबो ए पाटी कोना में सफर की जिमो सुनिला नहीं एडा कानो ठीक नहीं ना को लक्ष्मण रागी गला कहला कोन कालो टाकी रे बधिर हेलु भाई मो कांडो मार दोती रे र कान रे बाजिला धीवर र कवि सम्राट भंज गोटाए पद वैदेहिक विलास विलास अनुप्रासर पदटा कपिल बंज साहित्य को छाड़ी देले ओडिया साहित्य तार षष्ठ भत्ता को प्रतिपादन करवा भारी कष्ट ठीक कौन कहिले अरे कौन कहले बधिरानु हाई धीरा होइला ओधेवार छे भइला ओधेवार सुने पाथा घर कहला ना 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 मु बधिर न बधिर नुह कालो नुह काला नुह मु सुनिली कोन सुनिलो पथरे पथर बळा बड़ा तो भाई पादटा बाजी गोटाए पथर नारी रे रूपांतरित होईछि ए नाबिक मो भाई पातबाजी पथर रे सिए नारीला तमरो असुविधा ना कोन मो नौकाटा जदि नायिका हबो अच्छा भेड़ाटा मोर बुड़ी जीवो कोन बुझी जीव भेड़ा किछि बुझी हो ने कथा घोड़िया रहउची अरे दीटा कथा कोन दीटा कथा गोटिया हो नायिका ए नौका नायिका हेले हेले मो वृत्तियाउ हबटी ना डंगा ताउ न थव ना ना सिंध ना गोला द्वितीय न्याय हां मोर गोटा स्त्री अछि हां आउ गोटा स्त्री हबो बढ़िया हबो जोड़ा भारी जा जहार घर भांगी जीव तार नीति कदिया सिना तार रे हम मदन बुढ़ा काले आउ गोटे बाहिछि की अवस्था तोर होछि कोन परिवार सारे भाग्य रे थिला पाइले ने आपण भाग्य रे नाही अरे रे आपण पाई पारिबे गोटिए चूड़ा बिकुची गोटिए सुकुआ बिकुची तेणु सजन
ଭଞ୍ଜ ପ୍ରଥମେ ବୈପ୍ଳବିକ ଆହ୍ୱାନ ଦେଲେ ହଉ ହଉ ଏକ ପତ୍ନୀ ବ୍ରତ ଆଜ୍ଞା ଗୋଟାଏ ପୁରୁଷ ଅନୁକୂଳ ନାୟକର ଧର୍ମ ଏକ ପତ୍ନୀ ବ୍ରତ ଗ୍ରହଣ କରିବା ଉଚିତ। ଆଜ୍ଞା କପିଳ ଆରେ ମନା କଲା କହିଲା ନା ନା ରାଗିଗଲ ଲକ୍ଷ୍ମଣ କହିଲେ କହିବାର ତା ପୁଅ ତତେ ଟିକେ ଖରାପ ଲାଗୁନି କାହିଁକି ଖରାପ ଲାଗିବ ଗାଉଁଲି ଶବ୍ଦଟିଏ ପ୍ରୟୋଗ କଲେ ହେଇଯାଉ ଏ କେଉଟ ଭାବ ଧରି ଆପଣ ମାନଙ୍କର ଗୋସ୍ୱାମୀ ତୁଳସୀ ସୁନ୍ଦର ଭାବରେ କହିଲେ କଣ କହିଲେ ରାମଚରିତ ମାନସ କହିବଟ କହିବର୍ତ ବା କେଉଟ ଶବ୍ଦ ଉଚ୍ଚାରଣ କଲେ ଆଜ୍ଞା ଆଜ୍ଞା ହାତ ଯୋଡ଼ିଦେଲା ଲକ୍ଷ୍ମଣ ଆହା, ଏପଟେ ହାତ ଯୋଡୁଛି କହିବର୍ତ ପୁଅ ଆଜ୍ଞା କହିଲା ମତେ କେଉଟ ବୋଲି ସମ୍ବୋଧନ କଲା ସାନ ଠାକୁରେ ବଡ ଠାକୁରେ ଯୋଉ ପ୍ରଭୁ ରାମ ହଁ ରାମ ମୁଁ ଯୋଉ ଜାତି ସିଏ ହଉଛନ୍ତି ସେଇ ଜାତି କଣ ହେଲା ମୁଁ ଯା ସେ ସେଇଆ ମୁଁ ଯାହା ସିଏ ସେଇଆ ସିଏ ଯାହା ମୁଁ ସେଇଆ କଥା ବୁଝି ହଉନି ଆଜ୍ଞା ଓହୋ କପିଳ ଆଜ୍ଞା କଣ ବୁଝିବୁ ମାଛରେ ବୁଝି ହଉନି ତ ଭାଇ ହଁ କେମିତି ହବ ଲକ୍ଷ୍ମଣ କହିଲା ତୋର ଭାରି ବଡ ସାହସ ହେଲାଣି କଣ ବଡ ସାହସ ମୋ ଭାଇକୁ ନିନ୍ଦା କରୁଛୁ ନିନ୍ଦା କଲି ନାଇଁ ସାନ ଠାକୁରେ ମୁଁ ଯାହା କହୁଛି ସତ୍ୟ କହୁଛି କଣ ସତ ସିଏ ଯୋଉ ଜାତି ମୁଁ ସେଇ ଜାତି କେମିତି କେମିତି ନା ମୋ କାମ ଯା ତୋ ଭାଇ କାମ ସେଇଆ ନୁହଁ କଣ ମୋ କାମ ଯାହା ତମ ଭାଇ କାମ ସେଇଆ ମୋ କାମ ହଉଛି ଜାଲ ପକେଇ ମାଛ ଧରିବା ମୋ ଭାଇଙ୍କର ଜାଲ ନାହିଁ ସେଇଆ ନୁହଁ ନା କହିଲା ମୋ ଜାଲଟି ସିନା ସୂତାରେ ତିଆରି ତା ଜାଲ ମୁହିଁ ଧରେ ସେ ଧରଇ ମନ ବ୍ୟାପିଛି ଜଗତ ব্যাপেছে জগত কায়া রে ভোলা ব্যাপেছে জগত কায়া କହିଲା ମୋ ଜାଲ ସୂତାରେ କିନ୍ତୁ ତୋ ଭାଇର ଜାଲ ମାୟା ପ୍ରପଞ୍ଚ ରଚିତମ୍ ମାୟା ଜଗତ ମୋହିତମ୍ ମାୟା ଦ୍ୱାରା ବିଶ୍ୱକୁ ଆବଦ୍ଧ କରୁଛି ତୋ ଭାଇ 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 ଆଉ ମୁଁ ମିନ ଧରୁଛି ভাই কোন ধরছি ତୋ ଭାଇ ପ୍ରତ୍ୟେକ ଜୀବ ସତ୍ତାର ମନକୁ ଆକର୍ଷଣ କରୁଛି ଆକର୍ଷୟତି କୃଷ୍ଣ ନ୍ୟାୟରେ ବାସ୍ ବାସ୍ କହିଲା ମୁଁ ଡଙ୍ଗା ଚାଳନ କରି ଏଇ ନଈରେ ପାରି କରି ଦି ପଇସା ରୋଜଗାର କରେ ହେଲେ ତୋ ଭାଇ ଏ ବିଶ୍ୱ ସାଗରରୁ ଉଦ୍ଧାର କରିବାର ସମର୍ଥ ତା ପାଖରେ ଅଛି ଅଛି ଭାବଗ୍ରାହୀ ଅନ୍ତର୍ଯାମୀ ରାମ ତେଣେ ହସୁଛନ୍ତି କହିଲେ ଏଇ ତ ସେଇରେ তো সেই রে তো সেই রে তো সেই রে এই তো সেই রে বড় কথা পড়া এই তো সেই রে ଆଜ୍ଞା ଏ କୈବର୍ତ୍ତ କିଏ କୈବର୍ତ୍ତର ପୂର୍ବ ଜନ୍ମ ବୃତ୍ତାନ୍ତ ଟିକେ କହୁଛି ଆଜ୍ଞା ତାଙ୍କର ବି ପୂର୍ବ ଜନ୍ମର ମୋ ବାପା ମାନେ ଜ୍ଞାନୀମାନ ଏ କୈବର୍ତ୍ତ କିଏ ଆଉ କଣ ପାଇଁ ପ୍ରଭୁ ପାଦ ଧୋଇବାରେ ସକ୍ଷମ ହେଲା 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 ରହ ଏ ବିଶ୍ୱରେ କୈବର୍ତ୍ତ ଜାତି ମାନଙ୍କୁ ପ୍ରଣାମ କରିବା କଥା ସେମାନେ ମହାନ ଆଜ୍ଞା କାହିଁକି କାହିଁକି ଆଜ୍ଞା ଏ କୈବର୍ତ୍ତ ହଁ ସତ୍ୟ ଯୁଗେ ପଛପଟି ଜଳ ମଧ୍ୟ ଥିଲା জল মধ্যে তেলা এবে জল মধ্যে তেলা ପ୍ରଭୁ ପଦ ଧୌତ ପାଇଁ ମନ ନିବେଶିଲା মন নিবেশ ମୋ ବାପା ମାନେ ମା ମାନେ ଯେତିକି ବସିଛ ପାଲାରେ ଶୁଣ ଏ କୈବର୍ତ୍ତ ସତ୍ୟ ଯୁଗରେ ଗୋଟାଏ କଇଁଚ ଥିଲା କଇଁଛ ବିଶ୍ୱ ପାବନ ଠାକୁର କ୍ଷୀର ସାଗରରେ ଶୟନ କରିଛନ୍ତି ଆଜ୍ଞା ମା ଲକ୍ଷ୍ମୀ ପାଦ ସେବା କରୁଛନ୍ତି କପିଳ ଆଜ୍ଞା ସାର୍
ନାରୀର ପାଦ ସେବା କରିବା ପୁରୁଷ ପାଇଁ କର୍ତ୍ତବ୍ୟ। ନାରୀର ହଁ ଆମ ଘରେ ପ୍ରତ୍ୟେକ ନାରୀ ତା ସ୍ୱାମୀର ପାଦ ସେବା କରିବା ଉଚିତ। ଆଜିକାଲି ଆଉ ନାଇଁ ସାର୍ ଆଉ ନାଇଁ ସାରେ ମୁଁ ମାମୁଁର ମୋ ମାଇଁ ସେବା ଆଉ ଜମା କରୁନାହାନ୍ତି। ତୁ ସେବା କର। ମୋ ମାଇଁ ପାଦରା ଫାଟିଛି। କାହିଁକି ମୋ ମା ମାନେ ଶୁଣ, ହଉ ହଉ ସ୍ୱାମୀର ପାଦ କାହିଁକି ନାରୀ ସେବା କରେ? ଆମେ ତ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସବୁ କହୁଛୁ। ବୈଜ୍ଞାନିକ କାରଣ କଣ? ଆଉ ଆପଣ ମାନଙ୍କର ଜ୍ୟୋତିଷ ଶାସ୍ତ୍ର କଣ କହୁଛି? ହଉ ଦେଖିବା କାହିଁକି ସ୍ୱାମୀର ପାଦ ସେବା କରିବା ଗୋଟାଏ ନାରୀର ଧର୍ମ? ପାଟି କନା ପୁରୁଷର ପାଦ ହଉଛି ଶୁକ୍ରଙ୍କ ସ୍ଥାନ। ମନେ ରଖନ୍ତୁ, ପୁରୁଷଙ୍କର ପାଦରେ ଶୁକ୍ର ରହିଲେ, ନାରୀର ହାତରେ ବୁଧ ରହିଲେ। ବୁଧ ଶୁକ୍ର ଯୋଗ ହେଲେ ଧନ ଧାନ୍ୟ ଜାଣ, ଧନ ଧାନ୍ୟ ଜାଣ, ଏବେ ଧନ ଧାନ୍ୟ ଜାଣ, ଚିର ଶାନ୍ତି ଚିର ପ୍ରୀତି ମିଳଇତି ଶୁଣ। ମିଳଇତି ଶୁଣ। ବୁଧ ଶୁକ୍ର ଯେତେବେଳେ ଯୋଗ ହୁଅନ୍ତି ଆମ ଜ୍ୟୋତିଷ ଶାସ୍ତ୍ର କୁହେ ଧନ ଧାନ୍ୟ ସମ୍ପତ୍ତି ଆୟୁର୍ଯଶ ବଳ ସବୁ ପ୍ରାପ୍ତି ହବ, ପରସ୍ପର ଭିତରେ ମିତ୍ର ଭାବ ରହିବ। ବୈକୁଣ୍ଠ ସମାନ ଅଟେ ସେହି ଘର ପରସ୍ପର ସ୍ନେହ ହିଁ ଥାଏ ନିରାକାର। ପରସ୍ପର ସ୍ନେହ ପ୍ରୀତି ଯୋଉଠି ଥବ ସେ ଘରଟା ବୈକୁଣ୍ଠ ହେଇଯିବ। ଆଜିକାଲି ସ୍ୱାମୀ ସ୍ତ୍ରୀ ଭିତରେ ମତାନ୍ତର ମନାନ୍ତର। 4 ଦିନ ବାହାଘର ହେଇକରି ଲଭ ମ୍ୟାରେଜ, 4 ଦିନ ପରେ ଚାଲିଛି ବିଚ୍ଛେଦ। କାହିଁକି? ୟା ଭିତରେ ବି ସ୍ୱତନ୍ତ୍ରତା ଅଛି। ସ୍ୱାମୀ ସ୍ତ୍ରୀ ଭିତରେ କାହିଁକି ମତାନ୍ତର ହଉଛି ଆଉ ମନାନ୍ତର କେମିତି ହବନି ଆମ ଶାସ୍ତ୍ର କହିଛି, ପାଠ କହିଛି। ଦେଖିବା ଆରହ ପ୍ରସଙ୍ଗ କ୍ରମକୁ ଗଲେ କଣ ଖାଲି ଫଳ କଥା ଜାଣିଛି ଆଉ କିଛି ଜାଣିନି। ତ ସଜା ତେଣୁ ପାଦ ସେବା କରିବା ଗୋଟାଏ ନାରୀର ଧର୍ମ। ତା ସ୍ୱାମୀର ପାଦ ଦେଖୁନାହାନ୍ତି ଲକ୍ଷ୍ମୀ କେଡେ ଧନୀ ମାନି ଜ୍ଞାନୀ ସବୁବେଳେ ପାଦରେ ହାତ ରଖିଛନ୍ତି ନା। ତେଣୁ କପିଳ ଏ କଥା ମୁଁ କାହିଁ କହିଲି, ଇଏ ପ୍ରଭୁ କୈବର୍ତ୍ତଟା ସତ୍ୟ ଯୁଗରେ ଗୋଟାଏ କଇଁଚ ଥିଲା। ଦେଖିଲା ବିଶ୍ୱ ପାବନ ଠାକୁର ଶୟନ କରିଛନ୍ତି, ମା ପାଦ ସେବା କରୁଛନ୍ତି। ଏଇ ମହାନ ପାବନ ମୁହୂର୍ତ୍ତରେ ମୋ ପ୍ରଭୁର ପାଦ ଟିକେ ଧୋଇ ଦିଅନ୍ତି। ହେଲେ ମୁଁ ତ କହିଲା ମୁଁ ତ ଛାର ଗଛ ନାହିଁ ମୋର ସାମର୍ଥ୍ୟ, ହେ ନାହିଁ ମୋର ସାମର୍ଥ୍ୟ, ହେ ନାହିଁ ମୋର ସାମର୍ଥ୍ୟ, ପ୍ରଭୁ ପଦ ଧୌତ ପାଇଁ ନୁହେଁ ଉଚିତ, ପ୍ରଭୁ ପଦ ଧୌତ ପାଇଁ ନୁହେଁ ଉଚିତ। ମୋର ସାମର୍ଥ୍ୟ ନାହିଁ ପ୍ରଭୁର ପାଦ ଧୌତ କରିବା ପାଇଁ। ମୁଁ ତ ହୀନ କଚ୍ଛପ, ତଥାପି ପ୍ରଭୁ ପାଦ ସ୍ପର୍ଶ କରିବି। କଣ କଲା କପିଳ? ପାଣି ଭିତରେ ବୁଡ଼ିଲା, ଜଳ ଯୋଉ ଶରୀରରେ ଟିକିଏ ଜଳ ଲାଗିଲା ପ୍ରଭୁ ପାଦକୁ ଧୌତ କରିବା ପାଇଁ ଅନନ୍ତ ସାଇ ବିଷ୍ଣୁଙ୍କ ପାଦ ନିକଟକୁ ଯାଉଛି। ଏତିକି ବେଳେ ଅନନ୍ତ ସର୍ପ ସେଇଠି ଥିଲା, ଲାଞ୍ଜ ଦ୍ୱାରା ତାକୁ ଫିଙ୍ଗି ଦେଲା। ଥର ଥର କରି 3 ଥର ବରା ଲାଞ୍ଜରେ ସେ ପିଟି ଦେଲା। ପରିଶେଷରେ କଚ୍ଛପ ପ୍ରାଣଟା ଏବେ ଚାଲିଗଲା। ହିମନ୍ତ ମଣ୍ଡଳୀ ଶୁଣ, ଧନ ମାଳିରେ ଘଟଣା ଯାହାଟେ ଧନ ମାଳିରେ ପାଦ ଧୌତ କରିବା ପାଇଁ ଚେଷ୍ଟା କରି ନିରାଶ ହେଇଛି କଚ୍ଛପ, ପ୍ରାଣଟା ଚାଲିଗଲା। ଭାବଗ୍ରାହୀ ଠାକୁର ବୁଝିଲେ, କପିଳ ଅନ୍ତର କଥା ପାରେ ଜାଣି ଅନ୍ତର ଜାମେ, ହେଳୋ ମୋ ନାମ ଅନ୍ତର ଜାମେ, ହେଳୋ ମୋ ନାମ ଅନ୍ତର ଜାମେ। କଥା ଯିଏ ବୁଝି ପାରନ୍ତି ସେ ହେଲେ ଅନ୍ତର୍ୟାମୀ। ଭାବଗ୍ରାହୀ ଠାକୁର ଚିନ୍ତା କଲେ,
କହିଲେ ଆରେ କଚ୍ଛପ ମୋ ପାଦ ଧୌତ କରିବା ପାଇଁ ଚେଷ୍ଟା କରି ତୁ ବାରମ୍ବାର ପରାଜିତ ହେଲୁ। ଆଜି କଥା ଦଉଛି ମନେ ରଖ, ସତ୍ୟ ପରେ ପରା ତ୍ରେତୟା ଆସିବ, ମୋ ପାଦ ଧୋଇବୁ ତୁହି। ଯେଉଁ ଅନନ୍ତର ବଦଲାଞ୍ଜ ଘାତ ଖାଇ ଗଲା ତୋର କଥା ଦଉଛି ଶୁଣ, ସତ୍ୟ ପରେ ଆସିବ ତ୍ରେତୟା। ତ୍ରେତୟା ଯୁଗରେ ତୁମ ପାଦ ଧୌତ କରିବୁ। ଆଉ ଯୋଉ ଅନନ୍ତ ତତେ ବିନାଶ କରିଛି ସିଏ ଦେଖୁଥବ, ତୁମ ପାଦଟାକୁ ସିନା ଧୋଇଦବୁ, ବାପା ସେଇ କଥା ଗୋଟିଏ ହେଲା। ଧନ ମାଳିରେ ତ୍ରେତୟା ଯୁଗରେ ଭଲା ଧନ ମାଳିରେ ଛପ ଗୋଟିଏ ଜାଣ, ଧନ ମାଳିରେ କହିଲା କୈବର୍ତ ଶୁଣ, ଧନ ମାଳିରେ ସେଇ କଇଚଟା ତ୍ରେତୟା ଯୁଗରେ ହେଲା କଣ କୈବର୍ତ। ହେଲା ହେଲା ସେଇ କୈବର୍ତ ପୁଅ କହିଲା ପାଦ ଟିକେ ଧୋଇଦେବି। ପ୍ରଭୁ କହିଲେ ଆରେ ଇଏ ସେଇ କଥା ଦେଇଥିଲି ମୁଁ ତାକୁ ମୋ ପାଦ ଧୌତ କରିବ। ଆଜ୍ଞା ଆଜ୍ଞା ଲକ୍ଷ୍ମଣ ପ୍ରଭୁ ତା ସହିତ ଆଉ ଗୋଳମାଳ କରନା। କହିଲେ ଆରେ ଧୀବର ତୁ କଣ ଚାହୁଁଛୁ? ପ୍ରଭୁ ପାଦଟା ମୁଁ ଟିକେ ଆପଣଙ୍କ ପାଦ ଧୋଇ ଦେବା ପାଇଁ ଆଶା କରିଛି। ଏତିକି ତ ଆଶା। କବି ସମ୍ରାଟ ଭଞ୍ଜ ଆଉ କୋଉଠି ଛାଡ ବାସ୍ ବାବୁ ଆଜ୍ଞା କହିଲେ ବଧାଇ ଦେଲେ ଓ ବଢାଇ ଦେଲେ ପୟର ବୀର ମନରେ ପଛେ ଭଲାରେ ଭଲା ବସରେ ପଛେ ভোলা বসনে পছি যে নব প্রভারে ধৌত যে পদ ব্রত কদিন ভোলারে ভোলা পাদ ধুয়েছি ভোলা পাদ ধুয়েছি ধইলা ସବୁ ହବ ଭିଡେଇ ଭିଡେଇ ଆଣ୍ଟି ବାବା କାହିଁ ସେମିତି ହଉଛୁ? ଆଜ୍ଞା ରହ ବିଜ୍ଞାନୀ କୈବର୍ତ ଆଜ୍ଞା ପ୍ରଭୁ ପାଦକୁ ଧୋଇଲା। କଥା ଦେଇଥିଲ ଯୋଉ ସର୍ପ ଲାଞ୍ଜରେ ତୁ ଆଘାତ ପାଇଛୁ ଅନନ୍ତ ଅନନ୍ତ ସେ ଦେଖିବ ହେଲାନି ଆଜ୍ଞା। ଅନନ୍ତ ଯୋଉ ସର୍ପ ପରବର୍ତ୍ତୀ କାଳେ ଅନନ୍ତ ସ୍ୱରୂପ ଲକ୍ଷ୍ମଣ ପରା ହୋଇଲେ ବେଳେ ଲକ୍ଷ୍ମଣ ବୁମାର ପରା ଏବେ ଚାହୁଁଥିଲା ଲକ୍ଷ୍ମଣ ଦେଖିଲେ ପାଦଟା ଧୋଇଲା କୈବର୍ତ ଆଜ୍ଞା ନା ନାଇଁ କବିଳ ଆଜ୍ଞା ଧୋଇଲେ ଆଚ୍ଛା କହିଲୁ କହୁନାହାନ୍ତି କବି କହିଲେ କଣ କହିଲେ ପଦ ହଁ ଯୋଉ ପାଦକୁ ଧୋଇଲେ ପଦଟା କଣ ବଢାଇ ଦେଲେ ପୟର ଭାବଗ୍ରାହୀ ରଘୁବୀର
ପୟରେ କ୍ଷାଳିତ କରି ବସନ୍ତି ପୋଛି ସାର୍ ଯୋଉ ପାଦଟାକୁ ବସ୍ତ୍ର ଦ୍ଵାରା ପୋଛି ଦିଆଯିବ ଆଜ୍ଞା ଆଜ୍ଞା ଆଉ ତା ଭିତରେ ପାଦ ଯାକ ବାହାରିବ ନା ବାହାରିବ ନା ସେ ପୋଛା ହେଲା ପୋଛି ଦବା ଗୋଟାଏ ପାଦକୁ ଆମେ ଭଲ କରି ଧୋଇ ଦବୁ ଆଜ୍ଞା ଆଜ୍ଞା ପୋଛି ଦବା ହଁ କପଡାରେ ପୋଛା ହେଇଯିବ ତାହେଲେ ପାଦ ଯାକ କେମିତି ବାହାରିବ ନାଇଁ ଯା ନା ବାହାରିବା କବି ଯା। କେମିତି ଲେଖିଲେ ଭୁଲ ବ୍ରହ୍ମାରେ ଧୌତା ଯେ ପାଦ ସେ ମୋହି କେମିତି ସମ୍ଭବ ଇଏ ହଉଛି ପାଠ ତାତ୍ତ୍ୱିକ ବିଶ୍ଳେଷଣ ଆଜ୍ଞା ବସ୍ତ୍ରରେ ତ ପୋଛି ଦେଲା ପୁଣି ପଦତକ ପାଇବାର ଜିଜ୍ଞାସା କେମିତି ଆଜ୍ଞା ତାହେଲେ ବାବୁରେ ପାଦ ଧୋଇ ଦେଲା